ମୁଁ ଆଉ କିଛି କରିପାରୁନଥିଲି କି ଆପଣମାନଙ୍କ ସାମ୍ନାକୁ ଆସିପାରୁନଥିଲି। ବର୍ତ୍ତମାନ ଟିକେ ସମୟ ମିଳିଲା, ଇଚ୍ଛା ହେଲା ଟିକେ ଆପଣମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ। ଆଚ୍ଛା, ଆପଣମାନେ କେମିତି ଅଛନ୍ତି? ବର୍ତ୍ତମାନ ତ ବର୍ଷା ଦିନ, ଗରମରେ ବହୁତ ଅସୁବିଧା ଭୋଗୁଥିଲେ। ବହୁତ ଗରମ ଲାଗୁଥିଲା, ଏସି ଲାଗିକିରି ବି ଦେହ ହାତ ଗରମ ସହି ହେଉନଥିଲା। ତାପରେ ପ୍ରାୟ ସମସ୍ତେ ବାହାରକୁ ବୁଲାବୁଲି କରିବାକୁ ଯାଉଥିଲେ। ମୁଁ କିନ୍ତୁ ଏ ବର୍ଷ କୁଆଡ଼େ ବି ଯାଇପାରିନି। ତେଣୁ ଛାଡ଼, ଯାହା କରିବାର ଅଛି ଦେଖିବା ଆଗକୁ। ଆଉ କ'ଣ କହିବି, ମୋର ଗଛରେ ଏ ବର୍ଷ ବହୁତ ସାରା ପିଜୁଳି ହେଇଥିଲା। ଏଇ ପିଜୁଳି ସବୁ ମୁଁ କାଲି ପାରିଲି, ବହୁତ ଖୁସି ଲାଗିଲା। ମୁଁ ଗୋଟେ ଗଛ ଲଗେଇଥିଲି, ସେଇ ଗଛରେ ଏଇ ପିଜୁଳି ସବୁ ହେଇଥିଲା। ପିଜୁଳି ଆଣି ଖାଇବାଠୁ ତାକୁ ଦେଖିକିରି ବି ବହୁତ ଖୁସି ଲାଗୁଛି ଯେ ନିଜେ ଲଗେଇଥିବା ଗଛରେ ଫଳ ଆସିଲେ ବହୁତ ଭଲ ଲାଗେ, ମନକୁ ଖୁସି ଆସେ। ପରିଶ୍ରମ କରି ଲଗେଇବାରେ ଯାହା ଖୁସି କଷ୍ଟ ଥାଏ ତାହା ଦୂର ହୋଇଯାଏ। ତେଣୁ ବାଡ଼ି ବଗିଚାରେ ଗୋଟେ ଫୁଲ ଫଳ ଗଛ ଲଗେଇଲେ ମନକୁ ଯେ କେତେ ଖୁସି ଆସେ ତାହା କଳ୍ପନା ବାହାରେ। ମୁଁ ମଧ୍ୟ ସେଇଭଳି ଫିଲ୍ କରୁଛି। ମାନେ ଯାହା ଛୋଟ ମୋଟ ପିଜୁଳି ହେଇଛି, ମୁଁ ତାକୁ ତୋଳି ଆଣି ତାକୁ ବହୁତ ସମୟ ଦେଖୁଛି ଯେ କେତେ ସୁନ୍ଦର ଭାବେ ଏହା ଫଳିଥିଲା। ତେଣୁ ଆଶା କରୁଛି ସମସ୍ତେ ଏଇଭଳି ଭାବରେ ଯାହାର ଜାଗା ଅଛି, ନହେଲେ ଛାତ ଉପରେ କିଛି ଫୁଲ ଫଳ ଗଛ ଲଗେଇ ତା ଦେହରୁ କିଛି ଫଳ ଆସିଲେ ମନକୁ ବହୁତ ଖୁସି ଲାଗିବ। ରହୁଛି, ନମସ୍କାର।